প্রপন্ন পূর্ণ শরণাগতি নহলে এটা যাব না। আর টিকে প্রপন্ন হয়েছি, হ্যাঁ সামান্য প্রপন্ন হয়েছি যা কহতি 25% 50% 75% କିଏ ହେଇପାରେ। 100% ହେଲେ ସିନା ହବ, କଟିବ। 100% ନହେଲେ କେମିତି କଟିବ? ଯଦି 100% ନ ହେଇଛି 25% କିଏ ପ୍ରପନ୍ନ ହେଇଛି, 25 ଭାଗ ହେଇଛି, 50 ଭାଗ ହେଇଛି, 75 ଭାଗ ହେଇଛି, ବାକି ଗୁଡ଼ା ତ ରହିଛି। ଏଇ ଭାବରେ ଆସିବ ସେଗୁଡ଼ାକ କର୍ମଫଳ ନା ନାଇଁ? ଆସିବନି? ଆଉ ଜଗତସିଂହପୁର ଯିବା, ଏ ଟଙ୍କା ଆଣିବା, ଏ ଦେବା, ଏଇଟା ନିଶ୍ଚୟ ଅଛି, କିଛି କଟିନି ନା ନାଇଁ? କ'ଣ କହୁଛ ସ୍ୱୟଂ ଦାସେ? କଟିନି ଏଗୁଡ଼ା, ପୂର୍ଣ୍ଣ ପ୍ରପନ୍ନ ତା ନୁହେଁ ଏଇଟା। ଯେତେବେଳେ ପୂର୍ଣ୍ଣ ପ୍ରପନ୍ନ ହେଇଯିବ ସେ ତ ଗଲା ଚାଲି, ଆଉ ସେ ଲାଭ କି ଅଛି? ଭଗବାନ କୃଷ୍ଣ କେଡ଼େ କରୁଣାମୟ, ଯୋଗକ୍ଷେମ ଭାମ୍ୟ ମୁଁ ଯେତେବେଳେ କହିସାରିଲେଣି ଆଉ ଅଧିକଟା କ'ଣ କହିଥାନ୍ତେ? କିନ୍ତୁ ଆମର ବିଶ୍ୱାସ ନାହିଁ ସେ। ତେଣୁ ନାହିଁ ଏଟାକ ଅଛି, ଏଇଟା ଆଗ କାମଟା ଟିକେ ସାରିଦେବା, ଏଇଟା ଆମର ବିଚାର ଆସେ। ତେଣୁ ଆମେ ପୂର୍ଣ୍ଣ ପ୍ରପନ୍ନ ହେଇନୁ। ସେଥିପାଇଁ କିଛି ପ୍ରପନ୍ନ ହେଇଛୁ, ତା ନ ହେଇଥିଲେ କ'ଣ ହେଇଥାନ୍ତି କି? ପ୍ରପନ୍ନତା ପୂର୍ଣ୍ଣତା ପ୍ରାପ୍ତି ହେଇ 100% ହେଇନି, ହେଇଥାଇପାରେ 50% କି 75% ହେଇପାରେ, 25% ଅଛି, ଯିବ କରିବା। ତେଣୁ ସେଇଟା ଆସିବ। ସେଥିପାଇଁ ପୂର୍ଣ୍ଣ ପ୍ରପନ୍ନ ହବା ହିଁ ଉଚିତ। ବୁଝିପାରୁଛ? ସେଇଟା ସେଥିପାଇଁ ଏଠି କୁହାଯାଉଛି ଯେ ମାୟା ମୁକ୍ତିର ସମ୍ଭାବନା ନାହିଁ ଯେ ପର୍ଯ୍ୟନ୍ତ ତୁମେ ପୂର୍ଣ୍ଣ ପ୍ରପନ୍ନ ମାୟାଧୀଶଙ୍କର ଚରଣରେ ନ ହେଇଛ। ଅଦେ ପ୍ରବୃତ୍ତି କଦାପି ନିବୃତ୍ତି ପ୍ରସବ କରିବାକୁ ସମର୍ଥ ହୁଏ ନାହିଁ। ଏଗୁଡ଼ାକ ସବୁ ହେଇଯାଉ, ତାପରେ ହେଇଯିବା, ସେ ପାଠ ନାହିଁ। ପ୍ରବୃତ୍ତି କଦାପି ନିବୃତ୍ତି ପ୍ରସବ କରିବାକୁ ସମର୍ଥ ହୁଏ ନାହିଁ। ତେବେ ଯଦି ଭାଗ୍ୟକ୍ରମେ କୌଣସି ପ୍ରବୃତ୍ତି ମାର୍ଗୀୟ ପୁରୁଷ ପ୍ରବୃତ୍ତି ପ୍ରତି ଅପବୃତ୍ତି ଜନ୍ମେ, ତାହେଲେ ତାହାର ଶୁଭ ଫଳ ଲାଭ। ଏହିପରି ଭାବରେ ଅନେକ ପୁରୁଷ ମାୟା ମୁକ୍ତ ହେଇଛନ୍ତି। ନାଇଁ, এইটা হচ্ছে ব্রহ্মাণ্ড ভূমিতে কোন ভাগ্যবান জীব গুরু কৃষ্ণ কৃপাতে পায়। ও অজ্ঞাত স্বীকৃতি ଥିଲେ সেটা কাম দব, নথিলে কোন কাম এইটা। তেণু ଯେଉଁମାନେ ଭଗବତ ବହିର୍ମୁଖ ସେଇମାନେ ଏ ମାଇକ ଜଗତ ପ୍ରତି ଆକୃଷ୍ଟ ହେଇଛନ୍ତି, ଏଥିରେ ପ୍ରବୃତ୍ତ ହେଇଛନ୍ତି। କିନ୍ତୁ ଯେଉଁମାନଙ୍କର ସ୍ୱରୂପ ଉପଲବ୍ଧି ହେଇଛି, ଯେଉଁମାନେ ସ୍ୱରୂପ ଉପଲବ୍ଧି କରିଥାନ୍ତି, ସେମାନେ କ'ଣ ଏଥିରେ ପ୍ରବୃତ୍ତ ହୁଅନ୍ତି? ସଦାଏ ପ୍ରବୃତ୍ତ। ସେମାନେ କ'ଣ ଭାବନ୍ତି ଏ ଜଗତ ଠାକୁର? ତ ସତ କଥା। ଅଶାଶ୍ୱତମ ବୋଲି ତ କୁହାଯାଇଛି, ଦୁଃଖାଳୟ ଅଶାଶ୍ୱତ, ଆଜି ଅଛି କାଲିକି ନଷ୍ଟ। କିନ୍ତୁ ଏ ହଉଛି ଗୋଟେ ପାନ୍ଥଶାଳା, ପାନ୍ଥଶାଳା, ଧର୍ମଶାଳା। ବାବା ରାତି କଟୁଛ, ପାନ୍ଥ ନିବାସୀ ହେଇଛ। ସେମାନେ ଭାବନ୍ତି ଆମେ ପାନ୍ଥ ନିବାସୀ ହେଇଛୁ, ପାନ୍ଥଶାଳାରେ ବାସ କରିଛୁ। ବୁଝିପାରୁଛ? ପାନ୍ଥ ନିବାସୀ ଭଳି ଏ ଦେହରେ ବାସ କରିବା, ଏ ଜଗତରେ ବାସ କରିବା। ଆଉ ଲକ୍ଷ୍ୟ ରହିଛି ରାତି ପାଇବ କେତେବେଳେ, ସୂର୍ଯ୍ୟୋଦୟ ହେବେ, ତାହେଲେ ପୁରୁଷୋତ୍ତମ ଧାମର ଯାତ୍ରୀ ଆମେ ବାଟ ଧରିବା। ଆମର ନା ନାଇଁ? ନା ନାଇଁ? କଣ କହୁଛ ମୁକୁନ୍ଦ? ସେଥିପାଇଁ ବ୍ୟସ୍ତ ହବା ଦରକାର। କିରେ କେତେ ରାତି ଅଛି କି ଆଉ? ନା ଗଲା ରାତି 4ଟା ହେଇଗଲା, ରାତି 4ଟା ହେଇଗଲା, ପାଇଗଲା, ପାଇଯିବା। ଉଠ ଉଠ ଧଡ଼ପଡ଼ ଉଠ, ସଜବାଜ ହୁଅ ଏଥର, ଗଣ୍ଠିଲି ବାନ୍ଧ, ଚାଲିବା ବାଟ ଏଥର। ନାଇଁ ଆଉ ଶୋଇ ରହିଲେ ହବ? ଘୁଙ୍ଗୁଡ଼ି ମାରିଲେ କି କରୁଛ? ଦାସେ ନାଇଁ ନାଇଁ ରାତି ପାଇନି, ଶୁଅ ଶୁଅ, କମ୍ବଳ ଘୋଡ଼େଇ ହବ, ଘୁଙ୍ଗୁଡ଼ି ମାର। ଏଇଟା କଲେ କି ହବ? ହଁ କି ହବ?
କିଛି କାମ ହବ ନା, ଏଇଠି ପଡି ରହିବ ତୁମେ। ବୁଝିପାରୁଛ? ଆଉ ପୁରୁଷୋତ୍ତମ ଧାମର ଯାତ୍ରୀ ହେଇପାରିବ ନା। ତେଣୁ ସଜବାଜ ହବା ବହୁ ଆଗରୁ ଦରକାର ପଡୁଛି। ନାଇଁ, ଏ ହଉଛି ବ୍ୟଗ୍ରତା, ବ୍ୟାକୁଳତା। ବୁଝିପାରୁଛ? ତା ନହେଲେ ପୁରୁଷୋତ୍ତମ ଧାମର ଯାତ୍ରୀ ହେଇପାରିବ ନା, ଯାତ୍ରା କରିପାରିବ ନା। ଯୋଉମାନେ ଆଗେ ଚାଲି ଚାଲି ଯାଉଥିଲେ ସବୁ ପୁରୁଷୋତ୍ତମ ଧାମକୁ, ଏଠି ଯାନ ବାହନ ନଥିଲା, ଚାଲି ଚାଲିକି ଯାଉଥିଲେ। ତେଣୁ ରାତ୍ରି ପାଠଶାଳାରେ ରାତ୍ରି ଯାପନ କରୁଥିଲେ। ଆଉ ରାତି ଯାକ ଛଟପଟ ହଉଥାନ୍ତି, ସୂର୍ଯ୍ୟୋଦୟ କେତେବେଳେ ହବ ଆମେ ବାଟ ଧରିବା ପୁରୁଷୋତ୍ତମ ଧାମକୁ ଯିବା। ଏଇଟା କଥାଟା। ତମେ ଯାଇଛ କେବେ ଚାଲିକିରି? ଥିଲେ ଚାଲିଛି କଣ, ମତେ କାନ୍ଦିକି ନଉ ଚାଲିକିରି ଆମେ ଦଳବଦ୍ଧ ହେଇକିରି ସବୁ ଏମିତି ରାତି କଟେଇ ପାଠଶାଳାରେ ଯାଉଥିଲେ। ମୋର ମନେ ଅଛି, ଅବଶ୍ୟ ମୁଁ ଭୁଲି ନା, ମୋର ମନେ ଅଛି। ତେବେ କିଛି ବାଟ ଚାଲେ, ଛୋଟ ପିଲା ତ ବେଳେ ବେଳେ କାନ୍ଦାନ୍ତି। ଏ ଯାତ୍ରା ଅଛି। ଯାହା ହଉ, ସେମାନେ ପଥ ମଧ୍ୟରେ କୌଣସି ଗୃହରେ ବାସ କରି ରାତ୍ରି ଯାପନ କରନ୍ତି ଏବଂ ଅରୁଣୋଦୟକୁ ଅପେକ୍ଷା କରନ୍ତି। ଠିକ୍ ସେହିପରି ତୁମମାନେ ଏ ପ୍ରାକୃତ ଦେହରେ ଅଜ୍ଞାନ ରୂପ ରାତ୍ରି ଯାପନ କରି ଜ୍ଞାନ ରୂପକ ସୂର୍ଯ୍ୟର ଅପେକ୍ଷା କର। ଯେପରି ପ୍ରହ୍ଲାଦ ମହାରାଜ ଭଗବାନ କେବେ ଡାକିବେ ନାହିଁ, ଡାକରାକୁ ଅପେକ୍ଷା ରଖିବା ଦରକାର। ପାନ୍ଥ ନିବାସ ପ୍ରତି ଆକୃଷ୍ଟ ହୋଇ କୌଣସି ମୂର୍ଖ କଣ ତାର ଉନ୍ନତିର ଚେଷ୍ଟା କରେ? ଏଠି କାହିଁ ଚେଷ୍ଟା କରୁଛି ଏମିତି କରିବା ସେମିତି କରିବା ସେମିତି କରିବା? ସେଟା ପାନ୍ଥ ନିବାସ ରାତି କଟୁଛେ ବାବା, ଏମିତି ପୁରୁଷୋତ୍ତମ ଧାମକୁ ଯିବା, ଆମର କଣ ଦରକାର ଏଠି ଯାତା ହେଲା? ଯେଉଁ ପୁରୁଷ ପଞ୍ଚଭୌତିକ ପାନ୍ଥ ନିବାସର ସୃଷ୍ଟି କରିଛନ୍ତି ସେ ଏହାର ପାଳନ କର୍ତ୍ତା। ଆମର ମୁଣ୍ଡ ବଥିବାର କଣ ଆବଶ୍ୟକତା ଅଛି? ଯେହେତୁ ପାନ୍ଥସ୍ଥିତ ପାନ୍ଥାସକ୍ତ ବ୍ୟକ୍ତିଗଣ ତଦାଶକ୍ତି ରୂପ ଯେଉଁ ଅପରାଧ କରିଛନ୍ତି ତାହାର ଦଣ୍ଡ ସ୍ୱରୂପ ସେମାନେ ଅକର୍ମଣ୍ୟ ପରିଶ୍ରମ କରିବାକୁ ବାଧ୍ୟ ହୁଅନ୍ତି। ନାଇଁ, କାହିଁକିନା ଏଥିପ୍ରତି ଆସକ୍ତ ହେଇଛ, ଏଠି ପରିଶ୍ରମ କର, ତା ଦଣ୍ଡ ଭାବ ଏଠି। ଏତଦ୍ୱାରା ସେମାନେ ନିଜକୁ ବଞ୍ଚନା କରନ୍ତି। ଜୀବ ଯେ ମାଇକ ବ୍ରହ୍ମାଣ୍ଡର ଚିର ନିବାସୀ ନୁହେଁ, ଏହା ସ୍ୱତଃସିଦ୍ଧ। ଅତଏବ ଏହାକୁ ଏ ବ୍ରହ୍ମାଣ୍ଡ ରାଜା କହିଲେ ବା ପ୍ରଜା କହିଲେ ବିଶ୍ୱାସ ବିରୁଦ୍ଧ ବାକ୍ୟ ହେଉଠି। ଏ ଭୌତିକ ବ୍ରହ୍ମାଣ୍ଡ ଯେତେ ଉନ୍ନତ ହଉନା କାହିଁକି, କେବେ ହେଲେ ନିର୍ଦ୍ଦୋଷ ହବ ନା। କଣ କହନ୍ତି, ଅଙ୍ଗାର ସତ ଦେଇନ ମଳିନତ୍ଵ ନ ଯାଏ। ମଳିନତ୍ଵ ଯିବ କି? ତଦ୍ରୁପ ଭାବେ ଏ ଭୌତିକ ବ୍ରହ୍ମାଣ୍ଡ ଯେତେ ଉନ୍ନତ ହଉନା କାହିଁକି କେବେ ହେଲେ ନିର୍ଦ୍ଦୋଷ ହବ ନା, କେବେ ହେଲେ ଏଥିରୁ ବିମଳ ସୁଖ ମିଳିବ ନାହିଁ। ଏ ସ୍ୱତଃସିଦ୍ଧ ବିଶ୍ୱାସ। ପଞ୍ଚଭୂତ ହଉଛି ମାୟା ଜନିତ, ଅଦେବ ଭାବ ସଂକଳ୍ପ, ଅଭାବ ହିଁ ଏହାର ସ୍ୱଭାବ। ନାଇଁ, ଅଦେବ ଭୌତିକ ବ୍ରହ୍ମାଣ୍ଡ କସ୍ମିନ୍ କାଳେ ଅଭାବ ରହିତ ହବ ନା। ବିମଳ ସୁଖ ଏଥିରୁ ଆଶା କରାଯାଇ ପାରିବ ନା। ଯେଉଁ ପ୍ରବୃତ୍ତି ମାର୍ଗୀ ବ୍ୟକ୍ତିଗଣ ଏହାକୁ ସୁଖକର ସ୍ଥାନ କରିବାକୁ ଇଚ୍ଛା କରୁଛନ୍ତି ଓ ଯୁକ୍ତି କରୁଛନ୍ତି, ସେମାନେ ଜାଣିପାରୁନାହାନ୍ତି କି ଭ୍ରମ କରୁଛନ୍ତି। ହାୟ, ସେମାନେ ଯୁକ୍ତି କରିବା ସମୟରେ ପରମେଶ୍ୱରଙ୍କର ଅଚିନ୍ତ୍ୟ ଶକ୍ତିର ଧ୍ୟାନ କରନ୍ତି ନା। ଏ ପ୍ରାକୃତ ଜଗତ ଯେ କ୍ରମେ ଅପ୍ରାକୃତ ହବ, ଏହାର ପ୍ରୟୋଜନ କୋଉଠି ଅଛି? ପ୍ରୟୋଜନଟା ବା କଣ? ପ୍ରାକୃତ ଜଗତ ଯେ କସ୍ମିନ୍ କାଳ ପ୍ରାକୃତ ସ୍ୱରୂପ ହବ, ଏପରି କେବେ ହେଲେ ସ୍ୱୀକୃତ ହେଇ ପାରିବ ନା। ଭଗବାନ ଜଗଦୀଶ୍ୱର ମଙ୍ଗଳମୟ, ସର୍ବମଙ୍ଗଳମୟ। ସେ କାହିଁକି ଅକାରଣରେ ଆମମାନଙ୍କୁ ଏ କ୍ଲେଶମୟ ଦେଶରେ ସ୍ଥାପିତ କରାଇ ବିପଦ ଜାଲରେ ପକେଇବେ? ତାଙ୍କୁ କାହିଁ ଦୋଷ ଦେବା? ଯାଇ ଠିକ ପାଇଛି, ମୂର୍ଖ ଗୁଡା ଦୋଷ ଦଉଛି। ତାଙ୍କର ଏ ସ୍ୱଭାବ ନୁହେଁ। ସୁହୃଦଂ ସର୍ବଭୂତାନାଂ
হ্যাঁ সমস্ত জীব তো মঙ্গলাকাঙ্ক্ষী বন্ধু, সে কাহিঁকি দুঃখপূর্ণ স্থানে আমি পকেবে কেউ? যদি আমার এই ব্রহ্মাণ্ডটি আমার চির নিবাস স্থল হইথান্তা, ভোগ নিমিত্ত সৃষ্টি হইথান্তা, তাহলে তো নিশ্চয় ନିର୍ମଳ রূপে সৃষ্টি କରିଥାନ୍ତେ। হ্যাঁ না, এটা আমার জায়গা নୁହେଁ, ତେଣୁ ଦୁଃଖାଳୟ ହେଇଛି। ନାଇଁ ସୂତ୍ରଧର, ସୂତ୍ରଧର କିଏ? ହଁ କାଷ୍ଠ ବଟାଳି ବ୍ୟତୀତ କୌଣସି ବିଷୟ ନିର୍ମାଣ କରିବାକୁ ସକ୍ଷମ ହେଇପାରିବ? ହେଇପାରେ ନା। କୁମାର ଲୌହ ହାତୁଡ଼ି ଅଗ୍ନି ବ୍ୟତୀତ କିଛି କରିପାରିବ ନା। କୁମ୍ଭକାର କୁରାଳ ଚକ୍ର ମୃତ୍ତିକା ପ୍ରଭୃତି ଉପକରଣ ବ୍ୟତୀତ କିଛି କରିପାରିବ ନା। ସେଗୁଡ଼ାକ ସବୁ ଦରକାର ଅଛି। କିନ୍ତୁ ପରମେଶ୍ୱର କ'ଣ ଏଇବା କି? ତାର ସାହାଯ୍ୟ କିଛି ଉପକରଣ କିଛି ଦରକାର କରୁଛନ୍ତି? ତାଙ୍କୁ କିଛି ଦରକାର ନାହିଁ। ସେ କ'ଣ ମାନବ ବୁଦ୍ଧି, ମାନ ବୃଦ୍ଧି ଓ ଫଳ ସୃଷ୍ଟି ବ୍ୟତୀତ ଏ ଜଗତକୁ ଉନ୍ନତ କରିପାରିବେ ନା? ଇଚ୍ଛା କଲେ କରିବେ। ଆହା, ଯେଉଁ ମହାପୁରୁଷ ଇଚ୍ଛା ମାତ୍ରେ ହିଁ ଏ ଅସତ୍ ଜଗତକୁ ଉତ୍ପତ୍ତି କରିଛନ୍ତି, ସେ କାର୍ଯ୍ୟ କରିବାକୁ ଇଚ୍ଛା କଲେ କ'ଣ କୌଣସି ପ୍ରକାର ଯନ୍ତ୍ର ପ୍ରୟୋଜନ ହବ? ଯେ ସମସ୍ତ ଚୈତନ୍ୟ ଜଡ଼ ଯନ୍ତ୍ର ଆଦିର ନିୟନ୍ତା, ତାଙ୍କର ସଂକଳ୍ପ କେବେ ହେଲେ ଗୌଣ ସିଦ୍ଧି ହୋଇନପାରେ। ଏ ଜଗତ ଯେ ଚିରକାଳ ଅସିଦ୍ଧ ଅଭାବପୂର୍ଣ୍ଣ ହେଇ ରହିବ, ଏହା ହିଁ ତାଙ୍କର ଇଚ୍ଛା। ତା ନହେଲେ ଏହାର ଅବସ୍ଥା ଏପରି ହେଇନଥାନ୍ତା। ଜୀବର ପ୍ରାପ୍ୟ ଆଉ ଗୋଟିଏ ଧାମ ଅଛି, ଚିଦାନନ୍ଦମୟ ଧାମ। ଏକୁ ଯଦି ସ୍ୱୀକାର ନ କରାଯାଏ ତାହେଲେ କୌଣସି ବିଶୁଦ୍ଧ ସିଦ୍ଧାନ୍ତ ସ୍ଥାପିତ ହେଇପାରିବ ନାହିଁ।